ଏଣିକି ସୌରଶକ୍ତିରେ ଧାଇଁବ ଟ୍ରେନ୍, ସାରା ଦେଶରେ ହେବ ଲାଗୁ। ରେଳ ଧାରଣା ସାଜିବ ବିଜୁଳି ଘର। ଇତିହାସ ରଚିଲା ଭାରତୀୟ ରେଳବାଇ। ପ୍ରଥମ ଥର ପାଇଁ ରେଳ ଟ୍ରାକ୍ରେ ଲାଗିଲା ସୋଲାର ପ୍ୟାନେଲ। ରେଳ ଧାରଣାରେ ସୋଲାର ପ୍ୟାନେଲ ଲଗାଇ ରେଳ ଧାରଣାକୁ ବିଜୁଳିର ଗନ୍ଥାଘର କରିଛି ଭାରତ ରେଳ ବିଭାଗ। ଏହା ହେବା ପରେ ଏବେ ଟ୍ରାକ୍ରେ ବିନା ବିଜୁଳି ଖର୍ଚ୍ଚରେ ଧାଇଁବ ଟ୍ରେନ୍। ଥରେ ଭାବିଲେ ଯେଉଁ ଟ୍ରାକ୍ଟି ଟ୍ରେନ୍ ଯିବା ପାଇଁ ଉଦ୍ଦିଷ୍ଟ, ଯଦି ସେଠାରେ ବିଜୁଳି ଉତ୍ପାଦନ ହୁଏ ତେବେ କେମିତି ଲାଗିବ? କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଭାରତରେ ସତ ହେବାକୁ ଯାଉଛି। ବର୍ନାରସ ରେଳ ଇଞ୍ଜିନ କାରଖାନାର ରେଳ ଧାରଣାରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବା ଆରମ୍ଭ କରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ରେଳ ଧାରଣାରେ ସୋଲାର ପ୍ୟାନେଲ ବିଛାଯାଇଥିବା ଦେଖିବାକୁ ମିଳିଛି। ଆଉ ଟ୍ରାକ୍ ଉପରେ ଟ୍ରେନ୍ ଇଞ୍ଜିନ ଧାଉଁଛି। ତେବେ ଆଗାମୀ ଦିନରେ ପୁରା ଦେଶରେ ଏହାକୁ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ବିଭିନ୍ନ ସମୟରେ ଯାତ୍ରୀଙ୍କୁ ସୁବିଧା ସୁଯୋଗ ଖାଲି ଦିଏନି, ବରଂ ଯାତ୍ରୀଙ୍କ ସୁରକ୍ଷା କଥା ମଧ୍ୟ ଚିନ୍ତା କରେ। ଏବେ ଖାଲି ଯାତ୍ରୀ ନୁହେଁ, ବରଂ ପରିବେଶ ପ୍ରତି ସଚେତନ ରହି ବିଜୁଳି ଖର୍ଚ୍ଚରୁ ମୁକ୍ତି ସହ ସବୁଜ ଶକ୍ତି ଉତ୍ପାଦନରେ ଉପରେ ଗୁରୁତ୍ୱ ଦେଇଛି। ଯାହାର ବଡ଼ ଉଦାହରଣ ରେଳ ଟ୍ରାକ୍ରେ ସୌର ପ୍ୟାନେଲ ଲଗାଇବାରେ କୌଶଳ ଆପଣାଇଛି।